କାନ୍ଦି ପକାଇଲେ ରୋହିତ ଶର୍ମା। ଓମେନ୍ସ ଟିମ୍ ବିଶ୍ୱବିଜୟୀ ହେବା ପରେ କାନ୍ଦି ପକାଇଲେ ହିଟମ୍ୟାନ୍ ରୋହିତ ଶର୍ମା। ରୋହିତ ଶର୍ମା ଦେଖିବାକୁ ଆସିଥିଲେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇଥିବା ମହିଳା ବିଶ୍ୱକପ୍ର ଫାଇନାଲ୍। ଆଇସିସି ଓମେନ୍ସ ୱାର୍ଲଡ଼ କପ୍ 2025ର କିତାବ ପ୍ରଥମ ଥର ପାଇଁ ଜିତିଲା ଟିମ୍ ଇଣ୍ଡିଆର ମହିଳାମାନେ। ଦକ୍ଷିଣ ଆଫ୍ରିକାକୁ ଏକତରଫା ଭାବେ 52 ରନ୍ରେ ହରାଇ ଦେଇଥିବା ବେଳେ ଷ୍ଟାଡିୟମରେ ଗ୍ୟାଲେରୀରେ ବସି ରହିଥିବା 2023ର ପରାଜୟ ଭୋଗି ସାରିଥିବା ହିଟମ୍ୟାନ୍ ରୋହିତ ଶର୍ମା ଦିନିକିଆ ସେ ଦେଖି ଭାରତ ଚାମ୍ପିୟନ୍ ହେବା ପରେ ସେ ଦେଖି କାନ୍ଦି ପକାଇଥିଲେ, ନିଜକୁ କଣ୍ଟ୍ରୋଲ୍ କରିପାରିନଥିଲେ। ଷ୍ଟାଡିୟମରେ ତାଙ୍କ ସହିତ ଥିଲେ ଧର୍ମପତ୍ନୀ ଏବଂ ଜିଓ, ଯାହା ପାଇଁ ଆମେ ଚଳୁଛେ, ମାନେ ଜିଓ ଅମ୍ବାନୀ ଅର୍ଥାତ୍ ନୀତା ଅମ୍ବାନୀ ସେ ମଧ୍ୟ ଥିଲେ ଷ୍ଟାଡିୟମରେ ଏବଂ ଦେଖିବାକୁ ମିଳିଥିଲା ଦୃଶ୍ୟ ଯେ କାନ୍ଦି ପକାଇଥିଲେ ଯେତେବେଳେ ଭାରତ ଜିତିଥିଲା। ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଚଳିତ ବର୍ଷ ମହିଳା ବିଶ୍ୱକପ୍ ଭାରତରେ ଆୟୋଜିତ ହୋଇଥିଲା। ଭାରତ ଦେଖିବାକୁ ଗଲେ ଲଗାତାର ଭାବେ ହାରିଯାଇଥିବା ବେଳେ ମାତ୍ର 3ଟି ମ୍ୟାଚ୍ ଜିତି ସିଧାସଳଖ ସେମିଫାଇନାଲ୍ ମୁକାବିଲା ପହଞ୍ଚିଥିଲା ଏବଂ ସେମିଫାଇନାଲ୍ ଅଷ୍ଟ୍ରେଲିଆକୁ ହରାଇବା ପରେ ଫାଇନାଲ୍ରେ ଦକ୍ଷିଣ ଆଫ୍ରିକାକୁ ଭେଟିଥିଲା। କଳେ ବଳେ କୌଶଳ କରି ହରମନପ୍ରୀତର ସେନା ଦେଖିବାକୁ ଗଲେ ପ୍ରଥମ ବ୍ୟାଟିଂ କରିଥିଲେ। ଏହି ଫାଇନାଲ୍ ମୁକାବିଲାରେ ବିଶାଳ 298 ରନ୍ କରିପାରିଥିଲା ଏବଂ 246 ରନ୍ରେ ଅଲ୍ ଆଉଟ୍ କରିପାରିଥିଲା ଦକ୍ଷିଣ ଆଫ୍ରିକା ଏବଂ ପ୍ରଥମ ଥର ପାଇଁ ତଥା 25 ବର୍ଷ ପରେ ନୂତନ ଦଳ ଦେଖିବାକୁ ମିଳିଛି ଫାଇନାଲ୍ ବିଜୟୀ। ତ ଫ୍ରେଣ୍ଡ, ଆପଣମାନେ କୁହନ୍ତୁ କାହା ପାଇଁ ଏସବୁ ହୋଇପାରିଛି, ତାହା କମେଣ୍ଟରେ ନିଶ୍ଚୟ ଲେଖିବେ। ଆମ ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ। ଭିଡ଼ିଓଟି ଦେଖିଥିବାରୁ ଧନ୍ୟବାଦ।